ଦେଖନ୍ତୁ ସର୍ବପ୍ରଥମେ ଯେଉଁ ଝିଅଟି ଆତ୍ମହତ୍ୟା କରିଛି ତା ପ୍ରତି ମୁଁ ସମବେଦନା ଜଣାଉଛି। ଏହା ଏକ ଦୁଃଖଦ ବିଷୟ ନିଶ୍ଚୟ, କିନ୍ତୁ ସେଇଆକୁ କେନ୍ଦ୍ର କରିକି ଯେଉଁପରି ଅନୁଷ୍ଠାନକୁ ଡିଷ୍ଟର୍ବ କରାହେଉଛି ଏହା ହେବା ଉଚିତ ନୁହଁ। କାରଣ ଅନୁଷ୍ଠାନରେ ବର୍ତ୍ତମାନ ବହୁ ଲକ୍ଷ ଲକ୍ଷ ପିଲା ପାଠ ପଢ଼ୁଛନ୍ତି ଏବଂ ସେମାନଙ୍କର ପାଠ ବିଘ୍ନ ଘଟୁଛି। ଏହା ହେବା ଅନୁଚିତ ଏବଂ ସର୍ବୋପରି ଅନୁଷ୍ଠାନ ହେଉଛି ସର୍ବ ଉପରେ। ଅନୁଷ୍ଠାନକୁ ବଦନାମୀ କରିବା ଏକ ନିନ୍ଦନୀୟ ଘଟଣା। ଆମ ପାଇଁ ଏ ଓଡ଼ିଶା ପାଇଁ କିଟ୍ ଗୋଟେ ଗର୍ବ ଏବଂ କିଟ୍ର ଆଜିର ଯେଉଁ ପାଠ୍ୟକ୍ରମ ରହିଛି, ଯେଉଁ ପ୍ରକାର ଅନୁଷ୍ଠାନଟି ଗଢ଼ି ଉଠିଛି, ସେ ବହୁତ ହାଇଟ୍କି ଯାଇଛି ଏବଂ ଖାଲି ଭାରତବର୍ଷରେ ନୁହଁ, ଓଡ଼ିଶାରେ ନୁହଁ ଏବଂ ବିଶ୍ୱ ଦରବାରରେ ବି ମଧ୍ୟ ତା'ର ନାଁ ଅଛି। ଅନୁଷ୍ଠାନକୁ ବଦନାମୀ କରାନଯାଉ, ଏହା ଆମର ଓଡ଼ିଶାର ଗର୍ବ ଏବଂ ଏହି ଅନୁଷ୍ଠାନକୁ କିପରି ସୁଚାରୁ ରୂପେ ଚାଲିବ ଏହା ଆମମାନଙ୍କ ସମସ୍ତଙ୍କ ଦାୟିତ୍ୱ। ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଥରେ ଭାବି ଦେଖିବା ଉଚିତ କି ଏ ଅନୁଷ୍ଠାନରେ ଯେଉଁ ଭୁଲ ଭଟକରା ହେଉଛି ତାକୁ ହୁଏତ ସମାଧାନ କରାଯାଇପାରେ। କାରଣ ଅନୁଷ୍ଠାନରେ ଭୁଲ ହେବ, ସବୁ ଜାଗାରେ ଭୁଲ ଅଛି, ଭୁଲ ଭଟକରା ରହିବ, କିନ୍ତୁ ଭୁଲକୁ ପରିମାର୍ଜିତ କରିବା, ତାକୁ ରେକ୍ଟିଫାଇ କରିବା ଇଏ କେବଳ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ନୁହଁ, ଏହା ଆମର ଦାୟିତ୍ୱ, ସରକାରଙ୍କ ଦାୟିତ୍ୱ। ତେଣୁ ଏ ପରିପ୍ରେକ୍ଷୀରେ ମୁଁ ନିଶ୍ଚିତ ଭାବରେ ଅନୁରୋଧ କରିବି ଓଡ଼ିଶା ସରକାରଙ୍କୁ ନିଶ୍ଚିତ ଭାବରେ ପଦକ୍ଷେପ ନିଅନ୍ତୁ। ପଦକ୍ଷେପ ତ ବହୁତ ନେଇଛନ୍ତି, କାହିଁକିନା ସିଏ କମିଟି ଗଠନ କରିଛନ୍ତି ଏବଂ କିଛି ପିଲାମାନଙ୍କର ମଧ୍ୟ ଏବଂ କିଛି ଷ୍ଟାଫ୍ ମଧ୍ୟ ଗିରଫଦାରୀ ହୋଇଛନ୍ତି। ଏସବୁ ଚାଲିଛି, କିନ୍ତୁ ତା ସତ୍ତ୍ୱେ ସରକାର ଆଉ ଟିକେ ଆକ୍ଟିଭ ହେଇ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ କିପରି ଶାନ୍ତ କରାଯିବ, ସେମାନଙ୍କୁ ଶାନ୍ତ କରିବା ପାଇଁ ଏକ ସମାଧାନର ରାସ୍ତା ତିଆରି ହେଉ ଏବଂ ପିଲାମାନଙ୍କୁ ତାଙ୍କ ବାଟରେ ଛଡ଼ାଯାଉ, ପିଲାମାନେ ପାଠ ପଢ଼ନ୍ତୁ ଏବଂ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅନୁରୋଧ ସିଏ ଆଉ ଥରେ ତାଙ୍କର ଭୁଲ ପାଇଁ ତର୍ଜମା କରନ୍ତୁ। ଯଦି କିଛି ଭୁଲ ଭଟକରା ହେଇଛି ତାକୁ କେମିତି ରେକ୍ଟିଫାଇ କରାଯିବ। ଏହା ମଧ୍ୟ ଖୁସି ଲାଗୁଛି ଯେ କିଟ୍ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ ପିଲାମାନଙ୍କ ସାଙ୍ଗରେ ଅତି ସୁନ୍ଦର ଭାବରେ ବାର୍ତ୍ତାଳାପ କରିଛନ୍ତି, ତାଙ୍କୁ ମଧ୍ୟ ଭଲ ମୋଟିଭେଟ୍ କରାଇ ପାରିଛନ୍ତି ଏବଂ ପିଲା ବର୍ତ୍ତମାନ ତ ଦେଖିଲେ ପୁରା ଶାନ୍ତ ଅଛି, ପିଲାମାନେ ତ ତାଙ୍କ ବାଟରେ ଅଛନ୍ତି, ସବୁକିଛି ତ ଠିକ୍ଠାକ୍ ଅଛି। ତେଣୁକରି ଏଠି ଆଉ ବେଶୀ ଡିଷ୍ଟର୍ବାନ୍ସ କରିବା ଉଚିତ ନୁହଁ ଏବଂ ଅନୁଷ୍ଠାନକୁ ତା ବାଟରେ ଯିବାକୁ ଦିଆଗଲେ ଭାବୁଛି ଠିକ୍ ରହିବ।